ପିଲାମାନେ ଆଜି ଆମର ହିଷ୍ଟ୍ରି ଜୋଗ୍ରାଫି ବା ସାମାଜିକ ବିଜ୍ଞାନ ଏକ୍ଜାମ ଥିଲା। ବହୁତ ବଢ଼ିଆ କୋଶ୍ଚିନ୍ ଆସିଥିଲା ଏବଂ ପରୀକ୍ଷାରେ ବହୁତ ଭଲ କରିଥିବ ବୋଲି ମୋର ଆଶା। ଆଉ ଆପରେ ଆଉ ଗୋଟେ ଏକ୍ଜାମ ରହିଲା, ସେ ହେଉଛି ଆମର କ'ଣ, ଆମର ହିନ୍ଦୀ ସାଂସ୍କ୍ରିଟ ହେଲା। ବା ଯାরা ଆଇଟି ରିଟେଲ୍ ଅଛି ସେମାନେ ମଧ୍ୟ ଆଇଟି ରିଟେଲ୍ ଏକ୍ଜାମ ଦେବ। ଆଶା କରୁଥିବି ଏଇ ଏକ୍ଜାମ ବି ଭଲ ହେଇଥିବ ଏବଂ ପରୀକ୍ଷାରେ 90+ ସ୍କୋର କରିବ ହେଲା। ସେଥିରୁ ଆମର ଲଙ୍ଗ୍ କୋଶ୍ଚିନ୍ ଆସିଥିଲା କ'ଣ କ'ଣ ଆମେ ଦେଖିଦେବା, ଠିକ୍ ଠାକ୍ ଲେଖିଛି କି ବି ତାକୁ ଦେଖିବା। ତାହେଲେ ଆସିଥିଲା ଗୋଟେ ପରମାଣୁ ଶକ୍ତିର ବିକାଶ ପାଇଁ ଭାରତ ସରକାର କି ପଦକ୍ଷେପ କ'ଣ ନେଇଛନ୍ତି ହେଲା। ଏଇଟା ଗୋଟେ କୋଶ୍ଚିନ୍ ଆସିଥିଲା। ଆଉ କ'ଣ ଆସିଥିଲା ଆମର ଦେଖିବା, ଆମର ଆସିଥିଲା ଧାରଣୀୟ ବିକାଶର 4 ଗୋଟି ବିଶେଷତ୍ୱ ଲେଖ କ'ଣ ହେଲା। ଆମର ଏଇଟା 2024ରେ ମଧ୍ୟ ଆସିଥିଲା, 2025 ଆନୁଆଲରେ ମଧ୍ୟ ଆସିଛି। ଧାରଣୀୟ ବିକାଶର 4 ଗୋଟି ବିଶେଷତ୍ୱ ଲେଖ। ଆଉ କ'ଣ ଆସିଥିଲା ପିଲାମାନେ ଦେଖ, ଆଉ ଗୋଟେ 2014 ଆମ ପ୍ରିଭିୟସ୍ କୋଶ୍ଚିନ୍ ଯଦି କରିଦେବା ଆମେ ସେଥିରୁ 30-40 ମାର୍କ ପାଇଯିବା, ବୁଝିବ ତ। ତାହେଲେ ଅର୍ଥନୈତିକ ବିକାଶ କିପରି ନିରୂପଣ କରାଯାଏ ଲେଖ, ଏଟା ଗୋଟେ କୋଶ୍ଚିନ୍ ଆସିଥିଲା, ବୁଝିଲା। ତାପରେ ଆଉ କ'ଣ ଆସିଥିଲା, ଆମର ଆସିଥିଲା ମିଶ୍ରଣ ଚୁକ୍ତି। ମିଶ୍ରଣ ଚୁକ୍ତିର ସର୍ତ୍ତ ଗୁଡ଼ିକ କ'ଣ ଥିଲା ଦେଖ, ଇଏ 2023ରେ ଆସିଥିଲା, 2016 ଆନୁଆଲ୍ ଆସିଥିଲା। ଏଥିରୁ ଆମେ ଜାଣୁଛେ ଆମେ ଯଦି ପ୍ରିଭିୟସ୍ର କୋଶ୍ଚିନ୍ କରିଦେବା ସବୁ ଚାପ୍ଟରରୁ, ହେଲେ ଆମେ ଦେଖିଦେବା ଲାଷ୍ଟ 10 ବର୍ଷର ପ୍ରିଭିୟସ୍ର କୋଶ୍ଚିନ୍, ତାହେଲେ ଆମକୁ 40 ମାର୍କ ପକ୍କା ମିଳିଯିବ। ତା ବାଦ ଅଲଗା କିଛି କୋଶ୍ଚିନ୍ ଆସିବନି, ସେଇ କୋଶ୍ଚିନ୍ ହିଁ ରିପିଟ୍ ହେବ ହେଲା। 40 କ'ଣ, ବେଳେବେଳେ ତ ଲାଷ୍ଟ 10 ବର୍ଷ 15 ବର୍ଷ କରିଦେବା ହେଲେ ସବୁ ତ କୋଶ୍ଚିନ୍ ଆସିଯିବ ସେ, ବୁଝିହେଉଛି ତ। এইভাবে ଭାବରେ କୋଶ୍ଚିନ୍ ଆସିଥିଲା। ଆଶା କରୁଥିବି ଏକ୍ଜାମ୍ ତୁମେ ଭଲ କରିଥିବ। ଧନ୍ୟବାଦ ପିଲାମାନେ।